ନମସ୍କାର, ସୁସ୍ୱାଗତମ। ଆଜି କବିତା ନ ପଢ଼ିବା ଗଳ୍ପଟି କ୍ଷୁଦ୍ର ଗଳ୍ପ। ଗଳ୍ପଟିର ଶୀର୍ଷକ ହେଲା କଥାଟି। ମାନି, ମୁଁ ତୁମକୁ ଅନେକ ଦିନ ଅପେକ୍ଷା କରିଛି। ହଁ, ମୋର ଜରୁରୀ କେତେ କାମ ବାକି ରହିଯାଇଥିଲା। ଓ ଆଜି ମୁଁ ତୁମକୁ ଗୋଟେ କଥା କହିବାକୁ ଚାହୁଁଥିଲି। ସତେ ନା କଣ? ମୁଁ ବି ତୁମକୁ କିଛି କହିବାକୁ ଚାହୁଁଥିଲି। ଏଇ ଦେଖ ମୋ ବିବାହର ନିମନ୍ତ୍ରଣ। ଖୁବ୍ ସୁନ୍ଦର। ଅନେକ ଅନେକ ଅଭିନନ୍ଦନ ତୁମକୁ ମାନି। ଆଉ ତୁମେ କଣ କହିବାକୁ ଚାହୁଁଛ? କିଛି ନାହିଁ, ଏମିତି ସାଦା। ଚାଲ ଯିବା, ଅନ୍ଧାର ହେବାକୁ ବସିଲାଣି। ଅବିନାଶ, ତୁମ କଥା ରହିଗଲା ଯେ। କୁହ ନା କୋଉ କଥା? ଏଇ ଦେଖ ଅନ୍ଧାରରେ କେମିତି ସବୁ ଆଲୋକ ଲୁଚି ଯାଉଛନ୍ତି। ହଉ ଚାଲ ମାନି, ଏବେ ଘରକୁ ଚାଲ।